ସ୍ୱାଗତ ନର୍ସରୀ କିଚେନ୍ ସ୍ୱାଗତ। ଆସନ୍ତୁ ଆମେ ଆଳୁ ଚପ୍ କରିବା। ଆଳୁକୁ ଆମେ ସିଝେଇକି ଥୋଇଦେବା। ମୁଁ ଦେଖନ୍ତୁ ପିଆଜ, ରସୁଣ, କଞ୍ଚା ଲଙ୍କା, ଅଦା ଓ ମୁଁ ନେଇଛି ଭେସୁଙ୍ଗା ପତ୍ର, ତାକୁ ଆମେ ରଖିଦେବା। ଆଳୁକୁ ଆମେ ସିଝେଇକି ମୁଁ ଦେଖନ୍ତୁ କାଢ଼ି ଦେଇଛି। ଆଳୁକୁ ଛଡ଼େଇ ଦେବା ଆମେ ଚୋପା ତାର ଭଲ ଭାବରେ। ଆଳୁକୁ ଭଲ ଭାବରେ ମୁଁ ଛଡ଼େଇକି ଥୋଇଦେଲି। ତାପରେ ଆମେ ପ୍ରସ୍ତୁତ କରିବା। ତେଲ ପକେଇଦେବା କଡ଼େଇରେ ତେଲ ପକେଇକି ଟିକେ ଫୁଟଣ ଫୁଟେଇକି ପିଆଜ ପକେଇଦେବା, ଟିକେ ଶୁଖା ଲଙ୍କା ଫୁଟେଇଦେବା। ତାପରେ ଆମେ ରଖିଥିବା ପିଆଜ ଟିକେ ଭଲରେ ହେଇଗଲା ପରେ ଆମେ ରସୁଣକୁ ଆଡ଼୍ କରିଦେବା। ରସୁଣ ପରେ ଅଦାକୁ ଟିକେ ପକେଇଦେବା। ରସୁଣ ପକେଇଦେବା, ଟିକେ ଅଦା ପକେଇଦେବା। ତାପରେ ଆମେ କଞ୍ଚା ଲଙ୍କା ପକେଇଦେବା। କଞ୍ଚା ଲଙ୍କା ପରେ ଭେସୁଙ୍ଗା ପତ୍ର ପକେଇଦେବା। ତାକୁ ଭଲ ଭାବରେ ପକେଇକି ଆମେ ରଖିଦେବା। ରଖିଦେଇକି ତାପରେ ଆମେ ଟିକେ ହଳଦୀ ଓ ଲଙ୍କା ଗୁଣ୍ଡ ଟିକେ ପକେଇଦେବା ଓ ତାପରେ ଟିକେ ମିଟ୍ ମସଲା ପକେଇଦେବା। ଜିରା ଗୁଣ୍ଡ ଟିକେ ଧନିଆ ଗୁଣ୍ଡ ପକେଇ ତାକୁ ଆମେ ଟିକେ ପାଣି ମସଲା ଦେଇକି କଷେଇ ଦେଇକି ତାପରେ ଆଳୁକୁ ଚାପିକି ଆମେ ତାକୁ ଛାଡ଼ିଦେବା କଡ଼େଇରେ। ଦେଖନ୍ତୁ ଆଳୁକୁ ଭଲ ଭାବରେ ଆମେ ମିଶେଇଦେବା। ଭଲକିରି ମିଶେଇକି ଆହୁରି ଆଳୁକୁ ଟିକେ ଭଲ ଭାବରେ ଆମେ କଷେଇବା। 10ରୁ 15-20 ମିନିଟ୍ ପାଖାପାଖି କଷେଇବା ଭଲ ଭାବରେ। କଷେଇ ଦେଇକି ମୋର ପ୍ରସ୍ତୁତ ରଖିଦେଲି। ବେସନ ମୁଁ ଟିକେ ନେଇଗଲି, ଟିକେ ଲୁଣ ପକେଇଦେଲି। ତାପରେ ଟିକେ ଖାଇବା ସୋଡ଼ା ଟିକେ ପକେଇଦେଲି। ଖାଇବା ସୋଡ଼ା ଟିକେ ଧାପସା ପକେଇବେ ଆପଣମାନେ। ତାପରେ ଭଲ ଭାବରେ ଆମେ ତାକୁ ଗୋଳେଇକି ତାକୁ ଫେଣ୍ଟିକି ରଖିଦେବା। ତାପରେ ଦେଖନ୍ତୁ ମୁଁ ତାକୁ ଗୋଲ ଗୋଲ କରିକି ଆଳୁକୁ ସବୁ ରଖିଦେଲି। ତାପରେ ତାକୁ ଟିକେ ଚେପଟା କରିଦେବା ହାତରେ, ତାକୁ ପକେଇଦେବା ବେସନ ଗୋଳେଇଥିବାରେ। ତାପରେ ବେସନକୁ ଭଲ ତାକୁ ସବୁ ଆଳୁକୁ ଟିକେ ଚେପଟା ଟିକେ କରିଦେଇକି ସବୁ ପକେଇଦେବା। ତାପରେ ଦେଖିବେ ତାର କଡ଼େଇ ଆମେ ବସେଇଦେବା। କଡ଼େଇ ବସେଇକି ତେଲକୁ ପକେଇଦେବା। ତାପରେ ଆମେ ଆଳୁ ଚପ୍କୁ ଭଲ ଭାବରେ ତେଲରେ ପକେଇଦେବା। ପକେଇ ଦେଇକି ଆମେ ଆଳୁ ଚପ୍କୁ ତାକୁ ଟିକେ ଦେଖନ୍ତୁ ଆଳୁ ଚପ୍ ଆମର ଦେଖନ୍ତୁ ଆମର ମୁଁ ଭଲ ଭାବରେ କରି ପକେଇଦେଲି। ତାକୁ ଓଲଟେଇ ଦେଇକି ଟିକେ ଚଟୁ ଟିକେ ମାରିଦେବା। ତାପରେ ଦେଖନ୍ତୁ ମୋ ଆଳୁ ଚପ୍କୁ ଟିକେ ପାଚିଗଲା ପରେ ଆମେ ତାକୁ ଦେଖନ୍ତୁ କାଢ଼ିଦେବା। କାଢ଼ିକି ଛାଣିକି ଗୋଟେ ସ୍ପୁନରେ ରଖିଦେବା। ଦେଖନ୍ତୁ ଆଳୁ ଚପ୍ ରେଡ଼ି ହେଇଗଲା। ଆପଣମାନଙ୍କ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ବହୁତ ଟେଷ୍ଟି ଲାଗିବ ଆଳୁ ଚପ୍।